ଜ୍ଞାନ କେଉଁଠାରୁ ମିଳିଥାଏ ବ୍ୟକ୍ତିମାନଙ୍କୁ, ସେହି ବାବଦରେ ଆମେମାନେ ଆଲୋଚନା କରିବା। ଯେ ସମସ୍ତେ ପ୍ରାୟ ଅନୁଭବ କରନ୍ତି ଏବଂ ପ୍ରାୟ ଜାଣିଥାନ୍ତି ଯେ ଜ୍ଞାନ କେବଳ ପୁସ୍ତକରେ ଥାଏ ବୋଲି। ହଁ, ପୁସ୍ତକରେ ଜ୍ଞାନ ଯାହା ମିଳିଥାଏ ତାହା ସରିଯାଇଥାଏ। ଯଦି ଆପଣମାନେ କିଛି ଜ୍ଞାନ ଆହରଣ କରିବା ପାଇଁ ଚାହିଁବେ, କିଛି ଭଲ ପୁସ୍ତକ ପଢ଼ିବେ, କିଛି ଦିନ ପରେ ସେ ପୁସ୍ତକରେ ଯାହା ଲେଖାଥିବ ତାହା ହିଁ ଉପଲବ୍ଧି ବା ଅନୁଭବ କଲା ପରେ ତାହା ସରିଯାଇଥାଏ। କିନ୍ତୁ ପ୍ରକୃତ ଜ୍ଞାନ ପରମାତ୍ମା ପୁସ୍ତକରେ ଦେଇନଥାନ୍ତି, ତାହା ବ୍ୟକ୍ତିର ମସ୍ତକରେ ଦେଇଥାନ୍ତି। ଯାହାଦ୍ୱାରା କି ଯେଉଁ ବ୍ୟକ୍ତି ଜ୍ଞାନ ଆହରଣ କରିଥାନ୍ତି ତାହା ସେ ପୁସ୍ତକ ମାଧ୍ୟମରେ ହିଁ ଏ ସମାଜକୁ ବାଟ